ଏବେ ଏବେ ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖବର ନେଇକି ଆସିଛି, ଯାହାକି ଓଡ଼ିଶାରେ ପ୍ରଥମ ଥର ପାଇଁ ଘଟିଛି, ଯାହାକି ଦୁଇ ଜଣ ଯୁବତୀ ପରସ୍ପରକୁ ବିବାହ କରିଛନ୍ତି ଏବଂ ଏହା ପ୍ରଥମ ଥର ପାଇଁ ଓଡ଼ିଶାରେ ଘଟିଛି। ତ ଏହି ଖବରଟିକୁ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସୋ ନମସ୍କାର ଫ୍ରେଣ୍ଡସ୍, ମୁଁ ପ୍ରକାଶ ଆପଣମାନଙ୍କୁ ସ୍ୱାଗତ କରୁଛି ଓଡ଼ିଆ ଫାଷ୍ଟ ଟେକ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ଚାଲନ୍ତୁ ଜାଣିନେବା। କେବେ ଶୁଣିଛନ୍ତି କି ଦୁଇ ଜଣ ଯୁବତୀଙ୍କ ମଧ୍ୟରେ ବିବାହ, ତାହା ପୁଣି ଓଡ଼ିଶାରେ? ହଁ ଫ୍ରେଣ୍ଡସ୍, ଏହିପରି ଯାହାକି ଏକ ବିବାହ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ତ ସୂଚନା ମତେ ଆଇନ ଅନୁସାରେ ଦୁଇ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି, ଯାହାକି ପଟ୍ଟାମୁଣ୍ଡାଇ ଏବଂ ମହାକାଳପଡ଼ା ଥାନା ଅଞ୍ଚଳର ଯୁବତୀଙ୍କ ମଧ୍ୟରେ ହୋଇଛି ଏହିଭଳି ବିବାହ। ତ କେନ୍ଦ୍ରାପଡ଼ା ନୋଟାରୀରେ ଏହି ବିବାହ ସମ୍ପନ୍ନ ହୋଇଛି। ଏକାଠି ପାଠ ପଢ଼ିବା, ଏକାଠି ଚାକିରି କରିବା ଏବଂ ଏକାଠି ରହିବା ଯୋଗୁଁ ଏମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇ ଘରେ ଜଣାଇବାକୁ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। ପରିବାର ଦ୍ୱନ୍ଦ୍ୱରେ ବିରୋଧ କାରଣରୁ ସେମାନେ ଆଜି କେନ୍ଦ୍ରାପଡ଼ାରେ ଆଇନ ଅନୁଯାୟୀ ନୋଟାରୀ ବିବାହ କରିଛନ୍ତି। ସାମାଜିକ ପରମ୍ପରା ଓ ଲୋକଲଜ୍ଜା ଭୟରେ ଉଭୟଙ୍କ ପରିବାର ଏ ନେଇ କିଛି ପାଟି ଖୋଲି ନାହାନ୍ତି।